ଦେଖନ୍ତୁ ପିଲାମାନେ ଏତେ ଦିନ ପରେ ହେଉଛି ଓଡ଼ିଶା ପିଲାଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିଛି। RRIର ଏକ୍ଜାମ୍ ଡେଟ୍ ଆସି ସାରିଛି। ଦେଖନ୍ତୁ ସେଇଟା କେବେଠୁ ଷ୍ଟାର୍ଟ ହେବ? ସେଇଟା ଷ୍ଟାର୍ଟ ହେବ ଆମର ହେଉଛି 22 ମେ'ରୁ ହେଲା। 22 ମେ'ରୁ ଚାଲିବ କେତେ ପର୍ଯ୍ୟନ୍ତ? ମେ କଣ୍ଟିନ୍ୟୁ 3rd ୱିକ୍ ପର୍ଯ୍ୟନ୍ତ ହେଲା। ଦେଖନ୍ତୁ ଏଇଟା ଅଛି ଚାଲିବ ହେଲା, ସେଇଟା ପର୍ଯ୍ୟନ୍ତ ଚାଲିବ। ଆଉ ଏଇଟା କ'ଣଟା ହେବ? ଏଇଟା ହେଉଛି କମ୍ପ୍ୟୁଟର ମୋଡ଼୍ରେ ଏକ୍ଜାମ୍ ହେବ ହେଲା। କମ୍ପ୍ୟୁଟର ମୋଡ଼୍ରେ ଏକ୍ଜାମ୍ ହେବ। ଯେହେତୁ ଏଇଟା କମ୍ପ୍ୟୁଟର ମୋଡ଼୍ରେ ଏକ୍ଜାମ୍ ହେବ, ସେଥିପାଇଁ ଏଇଟା ହେଉଛି ନର୍ମାଲାଇଜେସନ୍ ହେବ ହେଲା। ନର୍ମାଲାଇଜେସନ୍ ହେବ, ତା ପାଇଁ ସବୁ ଲେଖା ହେଇଛି ହେଲା। ନର୍ମାଲାଇଜେସନ୍ ହେବ, ଦେଖନ୍ତୁ ଏଇଟା ହେଲା। ନର୍ମାଲାଇଜେସନ୍ ମେଥଡ଼ରେ ସବୁ ହେବ। ଦେନ୍ ଏଇଟା ହେଉଛି କେବଳ ଗୋଟେ ହିଁ ମାତ୍ର ଏକ୍ଜାମ୍ ହେବ। ଏଇଟା ହେଉଛି ଗୋଟେ ଖୁସି ଖବର ହେଲା। ଗୋଟେ ଏକ୍ଜାମ୍ ହେବ ଆଉ ଗୋଟେ ଏକ୍ଜାମ୍ ପାରିବା ସୁବିଧା ଅଛି ହେଲା। ଆରାମସେ ପାରି ହେଇଯିବ। ଦେନ୍ ଦେଖନ୍ତୁ PWD କ୍ୟାଣ୍ଡିଡେଟ୍ ପାଇଁ ତାଙ୍କର ହେଉଛି 30 ମିନିଟ୍ ଅଛି ତାଙ୍କର ଫେସିଲିଟି ହେଲା। ଏହା ଥିଲା ହେଉଛି ଦେଖନ୍ତୁ ବାସ୍। ଆଉ ତା ସହିତ ଯଦି କିଛି ମକ୍ ଟେଷ୍ଟ କରିବା ପାଇଁ ଚାହୁଁଛନ୍ତି, ଦେନ୍ ଏଇଟା ହେଉଛି ତା ସାଇଟ୍ ଅଛି OSSC.gov.in ରେ ଆପଣମାନେ ଯାଇକି ID ପାସୱାର୍ଡ଼ ଦେଇକି ଦେଇପାରିବେ ହେଲା। ଏହା ଥିଲା ହେଉଛି ସର୍ଟ ନୋଟିଫିକେସନ୍। ତ ସେଥିପାଇଁ ପିଲାମାନେ ଲେଟ୍ ନ କରି ଏବେଠୁ ଚାଲି ରଖ ହେଲା, କଣ୍ଟିନ୍ୟୁ ରଖ, ଦେନ୍ ନିହାତି ହେବ ଏକ୍ଜାମ୍ ହେଲା। ଥ୍ୟାଙ୍କ ୟୁ।